କଲବଲ କରୁଛି ପ୍ରବଳ ଥଣ୍ଡା, ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। କଲବଲ କରୁଛି ପ୍ରବଳ ଥଣ୍ଡା। ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରି ପକାଇଲାଣି। ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଉଦୟଗିରିରେ ତାପମାତ୍ରା 3 ଡିଗ୍ରୀ ପାଖାପାଖି ରହୁଛି। 10ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିଲା। କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର। ପାହାଡ଼ିଆ ଅଞ୍ଚଳରେ 5 ଡିଗ୍ରୀ ତଳେ ରହିପାରେ ତାପମାତ୍ରା। ରାଜ୍ୟର ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ତଳମୁହାଁ ରହିବ ପାରଦ। ଭାରତୀୟ ପାଣିପାଗ ବିଭାଗ ଏଭଳି ଆକଳନ କରିଛି। ସକାଳୁ ଘନ କୁହୁଡ଼ି ମଧ୍ୟ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଛି। ସେହିପରି ଶୀତରେ ଥରୁଛି ଲକ୍ଷ୍ମୀପୁର। ଅସହ୍ୟ ହୋଇଯାଇଛି ଥଣ୍ଡା। ବିଶେଷ କରି ଥଣ୍ଡା କାରଣରୁ ଧାନ ଅମଳ ସକାଶେ ଅପେକ୍ଷା କରିଥିବା ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାତି ତମାମ ଖଳାରେ ଶୀତ କାକରରେ ଜଗିକି ରହୁଛନ୍ତି। ପାହାନ୍ତିଆରେ ଲକ୍ଷ୍ମୀପୁର ଅଞ୍ଚଳରେ ତାପମାତ୍ରା 5ରୁ 6 ଡିଗ୍ରୀ ମଧ୍ୟରେ ରହିଥିଲା। ପ୍ରବଳ ଥଣ୍ଡା ସତ୍ତ୍ୱେ ଚାଷୀ ରାତି ତମାମ ଧାନ ଖଳାରେ ଜଗିକି ରହିଥିଲା। ସକାଳର ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାର ବର୍ଷକର କଷ୍ଟକୁ ଅମଳ କରି ଘରକୁ ନେବା ସକାଶେ। ପ୍ରବଳ ଜାଡ଼ ଯୋଗୁଁ ନିଆଁ ପୋଇ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏତେ ଥଣ୍ଡା ସତ୍ତ୍ୱେ କିଛି ବ୍ୟକ୍ତି ବିଶେଷ ପ୍ରାତଃ ଭ୍ରମଣରେ ମଧ୍ୟ ଯାଉଛନ୍ତି। ଲକ୍ଷ୍ମୀପୁରର ଅନେକ ସ୍ଥାନରେ ତୁଷାରପାତ, ପାଳଗଦାରେ ସ୍ନୋଫଲ୍ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ଯୋଗୁଁ ପନିପରିବା ଚାଷ କିଛି ମାତ୍ରାରେ ନଷ୍ଟ ହେବାର ଚାଷୀ ଆକଳନ କରିଛନ୍ତି। ଶୀତ ଯୋଗୁଁ ବଜାର ସନ୍ଧ୍ୟା 8ଟା ପୂର୍ବରୁ ଶୂନଶାନ ହୋଇଯାଉଛି। ପରବର୍ତ୍ତୀ ଖବର, ଅଷ୍ଟମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍ସନ ଭାରକୁ ସମ୍ଭାଳିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏବେଠାରୁ ବଡ଼ ଧରଣର ଖର୍ଚ୍ଚକାଟ ପଦକ୍ଷେପ ଆରମ୍ଭ ହୋଇଯାଇଛି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ 2026 ମସିହା ଜାନୁଆରୀ 1 ତାରିଖରୁ ନିଜର ସୁପାରିଶ ଲାଗୁ କରିବାର ସମ୍ଭାବନା ରହିଛି। ଏହା ଫଳରେ 50 ଲକ୍ଷ କର୍ମଚାରୀ ଓ 69 ଲକ୍ଷ ପେନ୍ସନଭୋଗୀଙ୍କ ବେତନ ବୃଦ୍ଧି ପାଇବ। ରେଳବାଇ ଉପରେ ପଡ଼ିବାକୁ ଥିବା ଅତିରିକ୍ତ ଆର୍ଥିକ ବୋଝକୁ ହ୍ରାସ କରିବାକୁ ଏହି ଆଗୁଆ ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ଖବର, ପଶ୍ଚିମବଙ୍ଗରେ ଭୋଟର କାର୍ଡରେ ବଡ଼ ତ୍ରୁଟି ଧରିଲା SIR। 85 ଲକ୍ଷ ମତଦାତାଙ୍କ ଭୋଟର କାର୍ଡରେ ତ୍ରୁଟି। ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ବିଶେଷ ସଂଶୋଧନ ଅଭିଯାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 2002 ମସିହା ଭୋଟର ତାଲିକାର ଯାଞ୍ଚ ସମୟରେ ଏପରି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଏବେ ପ୍ରଶ୍ନ ସୃଷ୍ଟି କରୁଛି। ନିର୍ବାଚନ ଆୟୋଗଙ୍କ ଆଭ୍ୟନ୍ତରୀଣ ଯାଞ୍ଚରୁ ଏକ ବଡ଼ ଖୁଲାସା ହୋଇଛି। ଲକ୍ଷ ଲକ୍ଷ ଭୋଟରଙ୍କ ପାରିବାରିକ ବିବରଣୀ, ବିଶେଷ କରି ବାପା, ମା ଏବଂ ଜେଜେବାପାଙ୍କ ସମ୍ପର୍କିତ ତଥ୍ୟରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତଥ୍ୟ କେବଳ ଯାନ୍ତ୍ରିକ ତ୍ରୁଟି ଆଡ଼କୁ ଇଙ୍ଗିତ କରୁନାହିଁ, ବରଂ ବ୍ୟାପକ ମାତ୍ରାରେ ଭୁଲ କିମ୍ବା ସନ୍ଦିଗ୍ଧ ଭାବେ ନାମ ପଞ୍ଜୀକରଣ ହୋଇଥିବାର ଆଶଙ୍କା ମଧ୍ୟ ସୃଷ୍ଟି କରିଛି। ଭୋଟର ତାଲିକା ସଂଶୋଧନ SIR ଅଭିଯାନ ଅନ୍ତର୍ଗତ କରାଯାଇଥିବା ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ 2002 ଭୋଟର ତାଲିକାରେ ପଞ୍ଜୀକୃତ ପ୍ରାୟ 85 ଲକ୍ଷ ଭୋଟରଙ୍କ ବାପାଙ୍କ ନାମରେ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳୁଛି। ଏହିସବୁ ମାମଲାରେ ବାପାଙ୍କ ନାମ କିମ୍ବା ତଥ୍ୟ ହୁଏତ ଭୁଲ ଅଛି, ଅଧା ରହିଛି କିମ୍ବା ପାରିବାରିକ ସମ୍ପର୍କ ସହ ଆଦୌ ମେଳ ଖାଉନାହିଁ। ପରବର୍ତ୍ତୀ ଖବର, ଓଡ଼ିଶାରେ ମିଳୁନି ଓଡ଼ିଆ ଭାଷାକୁ ଗୁରୁତ୍ୱ। ସୀମାନ୍ତରେ ସବୁଠି ଇଂରାଜୀ ଓ ତେଲୁଗୁ ଭାଷାର ପ୍ରାଧାନ୍ୟ। ଓଡ଼ିଶାରେ ନାହିଁ ଓଡ଼ିଆ ଭାଷାର ଗୁରୁତ୍ୱ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଯାହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ତାଙ୍କରି ଅଞ୍ଚଳରେ ଗୁରୁତ୍ୱ ହରାଉଛି ଓଡ଼ିଆ ଭାଷା। ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତେଲୁଗୁ ଭାଷାର ପ୍ରଭାବ ବଢ଼ିଛି। ସରକାରଙ୍କ ଏଥିପାଇଁ ନିୟମ ରହିଥିବା ସତ୍ତ୍ୱେ ଅନେକ ଏହାକୁ ପାଳନ କରୁନାହାନ୍ତି। କେଉଁଠି ନାମଫଳକରେ ଇଂରାଜୀ ଭାଷାର ବ୍ୟବହାର ତ ଆଉ କେଉଁଠି ବ୍ୟବସାୟିକ ଅନୁଷ୍ଠାନରେ ତେଲୁଗୁ ଭାଷାରେ ଲେଖା ହୋଇଛି ପ୍ରତିଷ୍ଠାନର ନାମ। କିଛି ଅନୁଷ୍ଠାନରେ ତ ଓଡ଼ିଆ ଭାଷାକୁ କଦର୍ଥ କରି ଲେଖାଯାଇଛି। ସରକାରୀ ଅନୁଷ୍ଠାନରେ ମଧ୍ୟ ଇଂରାଜୀ ଭାଷାର ଫଳକ ଲାଗିଛି। ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଦପ୍ତରରେ ଚିଠି, ନିର୍ଦ୍ଦେଶାବଳୀ ସବୁ ଇଂରାଜୀରେ ହିଁ ଲେଖାଯାଉଛି, ଯାହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ଦାବି ରଖିଛନ୍ତି ବୁଦ୍ଧିଜୀବୀ। ପରବର୍ତ୍ତୀ ଖବର, ତିରୁଅନନ୍ତପୁରମ୍ ପୌର ନିର୍ବାଚନ, ବିଜେପିକୁ ମିଳିଛି ବଡ଼ ଧରଣର ବିଜୟ। କେରଳ ରାଜନୀତିରେ ଝଡ଼। ତିରୁଅନନ୍ତପୁରମ୍ ପୌର ନିର୍ବାଚନରେ ବିଜେପିକୁ ମିଳିଛି ବଡ଼ ଧରଣର ବିଜୟ। ଏହି ଐତିହାସିକ ବିଜୟ ସହ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ବା LDF କ୍ଷମତାଚ୍ୟୁତ ହୋଇଛି। ଏହା ହେଉଛି ସେହି ପୌର ନିଗମ ଯେଉଁଠି LDF ଗତ 4 ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ଲଗାତାର କ୍ଷମତାରେ ରହିଥିଲା। ରାଜଧାନୀରେ ଏହି କ୍ଷମତା ପରିବର୍ତ୍ତନ ବାମ ଦଳ ପାଇଁ ବଡ଼ ଧରଣର ରାଜନୈତିକ ଝଟକା ବୋଲି କୁହାଯାଉଛି। ତିରୁଅନନ୍ତପୁରମ୍ ନା କେବଳ କେରଳର ପ୍ରଶାସନିକ ରାଜଧାନୀ, ବରଂ ରାଜନୈତିକ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ଲୋକସଭା ଆସନରୁ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଲଗାତାର 4 ଥର ସାଂସଦ ହୋଇସାରିଛନ୍ତି। ପରବର୍ତ୍ତୀ ଖବର, ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ, ସୁପ୍ରିମକୋର୍ଟ ବିଚାରପତି। ବିଳମ୍ବିତ ନ୍ୟାୟକୁ ନେଇ CJI ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଉଦ୍ବେଗ। ହାଇକୋର୍ଟ ବାର୍ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ CJIଙ୍କ ଉଦ୍ବେଗ। ସାଧାରଣ ଲୋକ ଓ ନ୍ୟାୟ ମଧ୍ୟରେ ଦୁଇଟି ଜିନିଷ ବାଧା ଆଣିଥାଏ। ବିଳମ୍ବିତ ନ୍ୟାୟ ଲୋକଙ୍କ ଆର୍ଥିକ ସ୍ଥିତି ଓ ସମ୍ମାନ ଉପରେ ପ୍ରଭାବ ପକାଇଥାଏ। ବିଳମ୍ବିତ ଓ ଖର୍ଚ୍ଚ ସାପେକ୍ଷ ନ୍ୟାୟ ବ୍ୟବସ୍ଥା ସାଧାରଣ ଲୋକଙ୍କ ଉପରେ ବୋଝ। ଏଥିରେ
ତିନିଟି ବସ୍ତୁ ମୂଳ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସିଜିଆଇ କହିଥିଲେ। ସାଧାରଣ ଲୋକଙ୍କ ଉପରେ କମ୍ ଚାପ ପକାଇବା ଓ ଅନିଶ୍ଚିତତା ଦୂର କରିବା। ତୃତୀୟଟି ସାଧାରଣ ଲୋକଙ୍କ ସମ୍ମାନ ରକ୍ଷା କରିବା ବୋଲି ସିଜିଆଇ ମତ ପୋଷଣ କରିଥିଲେ। ପରବର୍ତ୍ତୀ ଖବର, ପ୍ରତିବର୍ଷ 2 ଲକ୍ଷ ଭାରତୀୟ ଛାଡ଼ୁଛନ୍ତି ନାଗରିକତା। କ'ଣ ରହିଛି କାରଣ, କାହିଁକି ନେଉଛନ୍ତି ଏଭଳି ନିଷ୍ପତ୍ତି? ଧୀରେ ଧୀରେ ବିଶ୍ୱର ଦ୍ୱିତୀୟ ବା ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି ଭାରତ। ସବୁ କ୍ଷେତ୍ରରେ ନିଜ ଛାପ ଛାଡ଼ି ଏକ ନୂଆ ପରିଚୟ ସୃଷ୍ଟି କରୁଛି ଭାରତ। ଏହା ସତ୍ତ୍ୱେ ଏକ ଚମକ ଆଇଲା ଭଳି ତଥ୍ୟ ଦେଇଛି ବିଦେଶ ମନ୍ତ୍ରଣାଳୟ। ବିଦେଶ ମନ୍ତ୍ରଣାଳୟର ତଥ୍ୟ ମୁତାବକ ପ୍ରତିବର୍ଷ ପାଖାପାଖି 2 ଲକ୍ଷ ଲୋକେ ଭାରତୀୟ ଦେଶର ନାଗରିକତା ଛାଡ଼ିବା ସହ ବିଦେଶରେ ଅବସ୍ଥାନ କରୁଛନ୍ତି। ଏହାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂସଦର ତଥ୍ୟ ଉପସ୍ଥାପନ କରାଯାଇଛି। 2011ରୁ 2024 ମଧ୍ୟରେ ପ୍ରାୟ 21 ଲକ୍ଷ ଭାରତୀୟ ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିଲେ। 2021ରେ ଏହି ସଂଖ୍ୟା ସବୁଠାରୁ ଅଧିକ ଥିଲା, କିନ୍ତୁ ବିଗତ 5 ବର୍ଷ ଉପରେ ନଜର ପକାଇଲେ ପ୍ରାୟ 9 ଲକ୍ଷ ବ୍ୟକ୍ତିଗତ କାରଣରୁ ଲୋକେ ଭାରତ ଛାଡ଼ିଥିବା ତଥ୍ୟ ମିଳିଛି। ପରବର୍ତ୍ତୀ ଖବର, ଧାନ ଅମଳ କରି ବିଲରେ ଚାତକ ପରି ଜଗିଛି ଚାଷୀ। ଓଡ଼ିଶାରେ ଧାନ ଅମଳ କରି ଚାତକ ପରି ଚାହିଁ ବସିଛନ୍ତି ଚାଷୀ। ଏଯାଏଁ ଖୋଲିନି ମଣ୍ଡି, କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ଋଣ ଶୁଝିବା ପାଇଁ କମ୍ ଦାମରେ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି। କେବେ ଖୋଲିବ ମଣ୍ଡି, କେବେ ଧାନ କିଣିବେ ସରକାର? ଧାନ ଅମଳ କରି ବିଲରେ ଚାତକ ପରି ଜଗିଛି ଚାଷୀ। ନା ଖୋଲୁଛି ମଣ୍ଡି, ନା ବିକ୍ରି ହେଉଛି ଧାନ। କରଜ କରି ଚାଷ କରିଥିବା ଚଷା ପୁଅ କିଭଳି ଋଣ ଶୁଝିବ ଓ କିଭଳି ପରିବାର ଚଳାଇବ ସେ ନେଇ ରହିଛି ଚିନ୍ତାରେ। ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଭଲ ଚାଷ ହୋଇଛି। ବର୍ତ୍ତମାନ ଅଧାରୁ ଅଧିକ ଜମିରୁ ଅମଳ ସରିବାରେ ଲାଗିଲାଣି, ହେଲେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଆରମ୍ଭ ହୋଇପାରିନାହିଁ। ଅମଳ ଧାନ ଖଳାରେ ପଡ଼ି ରହିଥିବା ବେଳେ କିଛି ଧାନ ଜମିରେ ପଡ଼ି ରହିଛି। ଧାନ ନଷ୍ଟ ଆଶଙ୍କାରେ କମ୍ ଦାମରେ ଦଲାଲ ହାତରେ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ। 900ରୁ 1000 ଟଙ୍କା ପ୍ରତି କ୍ୱିଣ୍ଟାଲ ଦରରେ ଧାନ କିଣି ଦଲାଲମାନେ ମାଲେମାଲ। ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନଥିବାରୁ ଶୋଷଣର ଶିକାର ହେଉଛନ୍ତି ଚାଷୀ। ମଣ୍ଡି ସମସ୍ୟା ଓ ଅନ୍ୟପଟେ ବର୍ଷା ଭୟରେ କଷ୍ଟ ଉପାର୍ଜିତ ଧାନକୁ କମ୍ ଦରରେ ବିକ୍ରି କରୁଛନ୍ତି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ବ୍ୟବସ୍ଥା କରିବାକୁ କୃଷକ ସଂଗଠନ ଦାବି କରିବା ସହ ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।